ନମସ୍କାର ଆଜ୍ଞା ମ୍ୟାଡ଼ାମ। ମୁଁ ନମସ୍କାର ମଦନ ମୋହନ ଜେନା। ନମସ୍କାର ମଦନ ମୋହନ ନମସ୍କାର। ଜେନା କେଉଁଝରରୁ। ଆଉ ଡାକ ନାଁ ମୋର ବୁଲୁ। ମୋ ଜବ ହେଲା ମୁଁ ଗାଡି ଡ୍ରାଇଭର। ଆଜ୍ଞା ମୁଁ ଗାଡି ଡ୍ରାଇଭିଂ କରୁଥିଲି। ତାପରେ ମୋର ମାଉଥ କ୍ୟାନସର ହେଲା। ମାଉଥ କ୍ୟାନସର ହେଲା ପରେ ମୋର ଫାଇନାନ୍ସିଆଲି ବହୁତ ସର୍ଟ ହେଲା। ଆଉ ଏମିତି ମନ ଦୁଃଖରେ ଦିନ ବସିଥାଏ। ଫେସବୁକରେ ଦିନେ କଣ କରୁଛି ଗୋଟେ ଫଟୋ ମୁଁ ଛାଡି ଦେଇଛି। ପ୍ରଜ୍ଞା ଜେନା ଆମ କ୍ଲାସମେଟ, ସିଏ ମୋ ଫେସବୁକ ଫ୍ରେଣ୍ଡ ଥିଲା। ଛୁଆଦିନୁ ସାଙ୍ଗ ହେଲେ ଆମେ ହାଇସ୍କୁଲରେ। ଆଉ ଏମିତି ଆମର ଫୋନ ଫାନ ନମ୍ବର ନଥିଲା କିମ୍ବା କିଛି ଇଏ ନଥିଲା। ଫେସବୁକରୁ ଦେଖିକି ସିଏ ମତେ ନମ୍ବର ମାଗିଲା। ମୁଁ ନମ୍ବର ଦେଲି। ନମ୍ବର ଦେଲା ପରେ ସିଏ ମତେ ପଇସା ତାର ପଠେଇଲା। ସେ ପଇସା ପଠେଇଲା ତା ହଜବେଣ୍ଡଙ୍କ ନମ୍ବରରୁ। ମୁଁ କହିଲି ଆରେ ତୋ ନମ୍ବର ଇଏ ତ ତା ନମ୍ବର ହଜବେଣ୍ଡ ନମ୍ବର ଆସୁଛି। ଯାହା ହଉ ସେ ସବୁ ସାଙ୍ଗସାଥି ଏମିତି ବହୁତ ସାଙ୍ଗ ମାନଙ୍କୁ ଫୋନ କଲା। ଗୋଟେ ଆମ ସାଙ୍ଗଟିଏ ଅଛି ମାଉଥ କ୍ୟାନସର ପୀଡିତ ଅଛି, ପଇସା ପତ୍ର ନାହିଁ, ଆଉ ତାକୁ ଟିକେ ସାହାଯ୍ୟ କର। ଆଉ ବହୁତ ପିଲା ବି ମତେ କିଏ 1500 କିଏ 2000 କିଏ 1000 ପଠେଇଲେ। ମୋ କତିକି ପଇସା ଆସିଲା। ମୋ ସ୍ତ୍ରୀ ବି ଦେଖିକି ଖୁସି ହେଇଗଲା। ଆରେ ତମ ସାଙ୍ଗମାନେ ତ ତମକୁ ବହୁତ ସାହାଯ୍ୟ କରୁଛନ୍ତି। ହଁ ସେ ଏମିତି ଛୁଆବେଳେ ସାଙ୍ଗ ମତେ ଏମିତି ଇଏ କରନ୍ତି ଆଉ। ଯାହା ହଉ ମୁଁ ଦିନେ ଏମିତି ବସିଥାଏ ମତେ ଅପରଚୁନିଟି ମିଟିଂ ଦେଖିବା ପାଇଁ ପ୍ରଜ୍ଞା ମାଇଁ କହିଲା। ଆରେ ତୁ ତ ଘରେ ବସିଛୁ ଆଉ କିଛି କରିପାରୁନୁ। ଏଇନା ତ ତୁ ଅପରେସନ ହେଇଛୁ, ମାଉଥ ଅପରେସନ ହେଇଛୁ, ଛାତି ଫାତିର ଅପରେସନ ହେଇଛି, ଆଉ ତ କିଛି କରିପାରିବୁନି। ଆଉ ଦେଖୁନୁ ମୁଁ ଆଗେ ଫାଷ୍ଟ ବିଶ୍ୱାସ କଲିନି। ଏ କଣ କହୁଛନ୍ତି, କିନ୍ତୁ ମୋର ପୂର୍ଣ୍ଣ ମାତ୍ରାରେ ବିଶ୍ୱାସ ଥିଲା। ଯେହେତୁ ସିଏ ମତେ ଭଗବାନ ଭଳିଆ ସାହାଯ୍ୟ କରୁଛି। ମୋ ବାପା ମା ମୋ ମା ଭଉଣୀ ବି ଏତେ ମତେ ମାନେ ହେଲ୍ପଫୁଲ କରିଥାନ୍ତି। ସିଏ ବହୁତ ସାହାଯ୍ୟ କରିଛି। ମୋ ମା କି ମୋ ଭଉଣୀ ବି ଏତେ ସାହାଯ୍ୟ କରିନାହାନ୍ତି। ନିଲି ପାରିବିନି କୋଉ ଜନ୍ମରେ ସେ ମୋ ମା କିମ୍ବା ମୋ ଭଉଣୀ ଥିଲା କି ମୋ ଝିଅ ଥିଲା ମୁଁ ନିଲି ପାରିବିନି ତାକୁ। ମାନେ ଶହେ ତା ମାନେ ନମସ୍କାର କରୁଛି। ମୋ ବୟସ ହୁଏ ପଛେ କିନ୍ତୁ ତା ନମସ୍କାର କରୁଛି ମୁଁ ତାକୁ। ଆଉ ବହୁତ ହେଲ୍ପଫୁଲ ସିଏ। ଆଉ ତା ହଜବେଣ୍ଡ ବି ବହୁତ ବଢିଆ। ତାଙ୍କୁ ନିଲି ହବନି ମାନେ ଏତେ ମୋ ସ୍ୱାମୀ ସ୍ତ୍ରୀ ଆମେ ବି ଏତେ ସମ୍ପର୍କ ଭଲ ନୁହେଁ, କିନ୍ତୁ ତା ସ୍ୱାମୀ ସ୍ତ୍ରୀର ଯୋଉ ସମ୍ପର୍କ ମୁଁ ଦେଖୁଛି ମତେ ବି ବହୁତ ଖୁସି ଲାଗେ। ମୁଁ ଗୋଟେ କ୍ୟାନସର ପେସେଣ୍ଟ ହେଲେ ଆଜି ମୋର କାଲି କଣ ହବ ମୁଁ ଜାଣିନି, କିନ୍ତୁ ତା ଲାଇଫ ଟା ଭଗବାନ ତାକୁ ଭଲରେ ରଖନ୍ତୁ। ତା ଛୁଆ ପିଲା ତା ପରିବାର ସମସ୍ତେ ଭଲରେ ଆଜ୍ଞା ରଖନ୍ତୁ। ଆଉ ସେ ଯାହା ବି ହଉ ମତେ ବହୁତ ସାହାଯ୍ୟ କରିବା ବହୁତ ଧନ୍ୟବାଦ ତାଙ୍କୁ ଦଉଛି। ହ୍ୟାଲୋ। ଆଜ୍ଞା ସାର୍ କୁହନ୍ତୁ। ଶୁଭୁଛି ସାର୍। ଆଉ ଅଫଲାଇନ ସୁପର ଅଫଲାଇନ ବନଶ୍ରୀ ମ୍ୟାଡାମ ଆଉ ପ୍ରଜ୍ଞା ମ୍ୟାଡାମ ସିଏ ଯୋଉ ସାହାଯ୍ୟ ମତେ କରିଛନ୍ତି। ଆଉ ଏଇନା ବର୍ତ୍ତମାନ ମୁଁ 25,000 ରୁ 30,000 ଭିତରେ ଇନକମ କରିସାରିଲିଣି। ପଇସା ପତ୍ର ଏତେ ଅଭାବ ମୋ ପାଖରେ ବି ମତେ ଯୋଉ ଫାଇନାନ୍ସ ସେ ସପୋର୍ଟ କରୁଛନ୍ତି। ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡାମ। ଆପଣ ତ ମତେ ପଛେଇଛନ୍ତି କିନ୍ତୁ ମୁଁ ଛୁଆ ଦିନୁ ଯୋଉ ପରିସ୍ଥିତିରେ ଥିଲି, ଏଇନା ବର୍ତ୍ତମାନ ଅବସ୍ଥାରେ ମୁଁ ଯୋଉ ମେଡିସିନ ଖର୍ଚ୍ଚ ହଉ ଫାଇନାନ୍ସ ବହୁତ ସର୍ଟ ସାର୍ଟ ହଉଛି। କିନ୍ତୁ ସେ ମତେ ଯୋଉ ଆପଣଙ୍କ ଯୋଉ ପଇସା ଟା ଆସୁଛି ମତେ ଏତେ ଖୁସି ଲାଗୁଛି, ଏତେ ଆତ୍ମସନ୍ତୋଷ ଲାଗୁଛି ମାନେ କହିଲେ ନ ସରେ। ଆଉ ସେତିକି ସେ ଆପଣଙ୍କୁ ବି ବହୁତ ଧନ୍ୟବାଦ। ଯେହେତୁ ଆମ ଟିମ ସାଇଶ୍ରୀ ଗ୍ରୁପ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ। ସବୁ ଦୁଃଖ କଷ୍ଟ ପଛେ ମତେ ଦିଅନ୍ତୁ, କିନ୍ତୁ ଆପଣ ମାନଙ୍କୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ମୁଁ ଏତିକି କାମନା କରୁଛି ପ୍ରଭୁ ଜଗନ୍ନାଥ ଭାଇ। ମୁଁ ବହୁତ ଟାଇମ ମାଆଙ୍କ ପାଖକୁ ଯାଉଛି, ପ୍ରାର୍ଥନା କରୁଛି ଆମ ଟିମ୍ ବହୁତ ଆଗକୁ ଯାଉ। ଆଉ ସବୁବେଳେ ଆପଣ ମାନଙ୍କ ସହାନୁଭୂତି ସହନଶୀଳତା ବା ଯୋଉ ଫ୍ରେଣ୍ଡସିପ ଯୋଉ ମିସିଂ ଟା ସବୁବେଳେ ଆଜ୍ଞା ରହୁ। ମୁଁ କଥା ଠିକରେ କହିପାରୁନି, ଆପଣ ମାନଙ୍କୁ ବୁଝିବାକୁ ମୋର ସକ୍ଷମ ବି ଏତେ ନୁହେଁ। ମୋ ଜ୍ଞାନ ବି ବହୁତ କମ, କିନ୍ତୁ ଆପଣ ମାନଙ୍କ ଯୋଉ ଚିନ୍ତାଧାରା ଯୋଉ ଫ୍ରେଣ୍ଡସିପ ମିସିଂ ସେଇଟା ଆଜ୍ଞା ବହୁତ ମତେ ବଢିଆ ଲାଗୁଛି। ଆଉ ଯୋଉ ହେଲ୍ପଫୁଲ ସାହାଯ୍ୟ କରିବା ଯୋଉ ମନୋବୃତ୍ତି ବହୁତ ଆଜ୍ଞା ଭଲ ଲାଗୁଛି। ଆଉ ମୁଁ ତ ଆଜ୍ଞା ବିଶେଷ ଆଉ କିଛି କହିପାରିବିନି। ସେଥିପାଇଁ ମୋର ରଖୁଛି ଆଜ୍ଞା।